ସତ୍ୟରେ ଏ ସମସ୍ତ କୃତିତ୍ୱ ବ୍ରାହ୍ମଣ ଗୁରୁ ପଣ୍ଡିତ ଦେବ ଶର୍ମାଙ୍କର, ଯାହାଙ୍କ ତୁଣ୍ଡରେ ରହିଛି ଗାନ୍ଧର୍ବ ବେଦର 36,000 ସୂକ୍ତ, ଯାହାଙ୍କ ଅନୁଗ୍ରହ ଓ ଅଧ୍ୟାପନାରୁ ମୁଁ ଏବଂ ଏ ରାଜ୍ୟର ସହସ୍ରାଧିକ ଶିଳ୍ପୀଙ୍କର ସୃଷ୍ଟି। ବାସ୍ତବିକ ମହାରାଜ, ଆପଣ ହିଁ ଧର୍ମ ନିଷ୍ପକ୍ଷ କଳାର ମୂର୍ତ୍ତିମନ୍ତ ଅବତାର। ତାହା ନ ହୋଇଥିଲେ ଆପଣ କେବେ ହେଲେ ରାଜପଥରୁ ବିପୁଳ ଅର୍ଥ ବିନିଯୋଗ କରି ଏ ବିଶାଳ ଚତ୍ବର ନିର୍ମାଣ କରିବା ପରେ ଏହାର ସୁରମ୍ୟ ନାଟ୍ୟ ମଣ୍ଡପରେ ଜୈନ ଧର୍ମ ସହ ବେଦ, ଉପନିଷଦ, ପୁରାଣ ତଥା ବୌଦ୍ଧ ଜାତକର କଥାବସ୍ତୁକୁ ନେଇ ସମାଜ ପ୍ରଦର୍ଶନ ପାଇଁ ଆଗ୍ରହ ପ୍ରକାଶ କରିନଥାନ୍ତେ। 64 କଳାରେ ମହାନ ଏ କଳିଙ୍ଗ। କିନ୍ତୁ ସେଦିନ କଳିଙ୍ଗ ବିଜୟ ପରେ ମଗଧର ମୌର୍ଯ୍ୟ ସମ୍ରାଟ ଅଶୋକ ବୌଦ୍ଧ ଧର୍ମ ଦ୍ୱାହି ଦେଇ କଳାରେ ସୁଦ୍ଧା ଅଙ୍କୁଶ ଲଗାଇଥିଲେ। ତୌର୍ଯ୍ୟତିକକୁ ଅନୈତିକତାର ଆଖ୍ୟା ଦେଇ ତାକୁ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ଆଦେଶ ଦେଇ କଳିଙ୍ଗର କଳାକୁ ସେ ବିକଳାଙ୍ଗ କରିଥିଲେ। ସମ୍ରାଟ ଅଶୋକ ଲୋକ ସମାଜକୁ ଲୋପ କରି ପ୍ରବର୍ତ୍ତନ କରିଥିଲେ ଧର୍ମ ସମାଜ। ଧର୍ମ ନିରପେକ୍ଷ ଆର୍ଯ୍ୟଭୂମି ଭାରତରେ ସେ ଗଢ଼ିଥିଲେ ଧର୍ମ ଭିତ୍ତିକ ସାମ୍ରାଜ୍ୟ। ଧର୍ମ ନାମରେ ସେ ପ୍ରଶ୍ରୟ ଦେଇଥିଲେ ଧର୍ମାନ୍ଧତା। ଧର୍ମ ନାମରେ ସେ ଅପହରଣ କରିଥିଲେ ମଣିଷର ସ୍ୱାଧୀନତା। କିନ୍ତୁ କଳା ସଂସ୍କୃତିରେ ନୈତିକତା ଅନୈତିକତାର ପ୍ରଶ୍ନ ଉଠୁଛି କୋଉଠୁ? ଯୋଉ କଳାକୁ ପ୍ରଜାଗଣ ଯୁଗ ଯୁଗରୁ ଗ୍ରହଣ କରିନେଇଛନ୍ତି, ସାଧନା କରି ଚାଲିଛନ୍ତି, ଅଶ୍ଳୀଳ ବା ନଗ୍ନ ହେଇପାରେ ନା। ତେଣୁ ତ ମୁଁ ତୌର୍ଯ୍ୟତ୍ରିକକୁ ପୁନଶ୍ଚ ପ୍ରଚଳନ କରାଇଛି। ମୁଁ ଜାଣିବାରେ ଧର୍ମ ନୁହେଁ, ଏହି କଳା ହିଁ ସମସ୍ତ ବର୍ଗ, ସମସ୍ତ ବର୍ଣ୍ଣ, ସମସ୍ତ ଧର୍ମର ମିଳନ ତୀର୍ଥ। ମୋ ଅଭିଷେକର ପ୍ରଥମ ବର୍ଷରେ ଉତ୍ତରରେ ଗଙ୍ଗା ଠାରୁ ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଉପକୂଳାଞ୍ଚଳର ନିରୀହ କଳିଙ୍ଗବାସୀ ଘୂର୍ଣ୍ଣି ବାତ୍ୟାର ପ୍ରଚଣ୍ଡ ଆଘାତ ସହିଛନ୍ତି। ରାଜତ୍ୱର ଦ୍ୱିତୀୟ ବର୍ଷରେ ବୀର କଳିଙ୍ଗ ସେନାନୀ ଦକ୍ଷିଣ ଭାରତକୁ ଯୁଦ୍ଧ ଅଭିଯାନରେ ଯାଇ ଆସିକ ନଗରରେ ଆତଙ୍କ ସୃଷ୍ଟି କରିବା ସହ ଚିରଚକ୍ରାନ୍ତକାରୀ ସାତବାହନ ରାଜ୍ୟର ରାଜା ମହାବାହୁ ସାତକର୍ଣ୍ଣୀକୁ ପରାସ୍ତ କରି ସୁଦୂର କୃଷ୍ଣା ନଦୀ ତୀରରୁ ବିଜୟ ଦର୍ପରେ ଫେରିଛନ୍ତି। ଦୁଃଖ, କଷ୍ଟ, ଯନ୍ତ୍ରଣା ଭୁଲିବା ପାଇଁ ପ୍ରଜାଗଣଙ୍କର ଦରକାର ଆନନ୍ଦ। ସେନାଗଣ ସଂଘର୍ଷ, ହିଂସା, ରକ୍ତପାତର ଗଭୀର ଶ୍ଳେଷକୁ ଭୁଲିବା ପାଇଁ ଦରକାର ଆମୋଦ। ତେଣୁ ଶାସନର ଏହି ତୃତୀୟ ବର୍ଷରେ ସୌନ୍ଦର୍ଯ୍ୟ ଉପାସନା ପାଇଁ କଳିଙ୍ଗାଧିପତି ଖାରବେଳର ଏହି ସପ୍ତାହବ୍ୟାପୀ ସାଂସ୍କୃତିକ ଶୋଭାଯାତ୍ରାର ଆୟୋଜନ। ବିଶ୍ୱାସଘାତକ ସାତକର୍ଣ୍ଣୀ ଯଦି ପାୟ ମୃତ୍ୟୁ ଲୋକରୁ ଆସି ଥରେ ଦେଖିଯାଅ, କଳିଙ୍ଗ ପ୍ରତି ପ୍ରତାରଣାର ପରିଣାମ କେଡ଼େ ଭୟଙ୍କର ହେଇପାରେ। ଦେଖିଯାଅ ପରାକ୍ରମଶାଳୀ କଳିଙ୍ଗ ସେନା ଦ୍ୱାରା ଆଜି କିଭଳି ସାତବାହନ ରାଜ୍ୟ ପ୍ରବଳିତ, ରାଜଧାନୀ ପ୍ରତିଷ୍ଠାନ ଭୁଲୁଣ୍ଠିତ, ମହାରଥୀ ବେରାର ନାସ୍ତିକ ଆଉ ମହାରାଷ୍ଟ୍ରର ଭୋଜକଙ୍କ ରାଜଛତ୍ର ପଦାଗତ। ଦେହ ସାତକର୍ଣ୍ଣୀ କଳିଙ୍ଗର ମହାସେନାନୀ ଭଦ୍ରପାଣିର ଚକ୍ରବ୍ୟୁହରେ ଆଜି କେମିତି ଯୁଦ୍ଧକ୍ରାନ୍ତ ମହାରାଣୀ ନାୟନିକା ବନ୍ଦିନୀ। ଦେଖ, ତୁମ ଉର୍ବ ଶିଶୁପୁତ୍ର ମୃତ୍ୟୁର ପ୍ରତୀକ୍ଷାରେ ଆଶଙ୍କିତ। କିଏ? ଓ ନାୟନିକା, ଦକ୍ଷିଣ ପଥପତି ଚକ୍ରବର୍ତ୍ତୀ ସାତବାହନ ରାଜା ସ୍ୱର୍ଗତ ସାତକର୍ଣ୍ଣୀଙ୍କ ସାମ୍ରାଜ୍ଞୀ। ଆଜି ନୁହେଁ, ମହାରାଜ ଖାରବେଳଙ୍କ ପିତା ଚେତରାଜଙ୍କ କାଳରୁ ହିଁ ମୁଁ ଆଜିର ଏହି ମହାର୍ଘ୍ୟ ବେଳାର ପ୍ରତୀକ୍ଷାରେ ଥିଲି। ଲୁହାର ଏହି ସପ୍ତ ଶିକୁଳିରେ ତୁମେ ଆଜି ବନ୍ଦୀ। ମୋ ମନ ଭିତରେ ଜଳୁଥିବା ଲେଲିହାନ ଶିଖାର ସନ୍ତୁଷ୍ଟି ପାଇଁ ସାତବାହନ ଶିରୋମଣି ସାତକର୍ଣ୍ଣୀଙ୍କ ସାମ୍ରାଜ୍ୟକୁ ଆଜି ମୁଁ ବିମୋଚନା କରିବି। ପ୍ରଚଣ୍ଡ ସୂର୍ଯ୍ୟକୁ ସାକ୍ଷୀ ରଖି ରାଜଧାନୀ ପ୍ରତିଷ୍ଠାନର ରାଜଦାଣ୍ଡରେ ଏହି ବସ୍ତ୍ରହରଣ ହବ
ତୀର ଶତ୍ରୁ ସାତବାହନ ପ୍ରତି ବଜ୍ରପାଣିର ଉପଯୁକ୍ତ ଶାସ୍ତି। ନିଜର ମର୍ଯ୍ୟାଦା ରକ୍ଷା କର ମହାସେନାନୀ ବଜ୍ରପାଣି, ଆଚରଣ ସୁନ୍ଦର କର। ସାତବାହନର ସାମ୍ରାଜ୍ୟ ନାୟନିକା ଆଜି ପରାଜୟ ସ୍ୱୀକାର କରିଛି ସତ, କିନ୍ତୁ ସେ ପଳାତକ ନୁହେଁ। ପ୍ରତିଷ୍ଠାନର ପାଟରାଣୀ ଆଜି ଆତ୍ମସମର୍ପଣ କରିଛି, ଏକଥା ମିଥ୍ୟା ନୁହେଁ, କିନ୍ତୁ ସେ ଅବସ୍ଥିତ ନୁହେଁ। ବନ୍ଦ କର ତୁମର ଆସ୍ଫାଳନ। ଦେବଭୂମି ଭାରତ ବର୍ଷରେ ବାରମ୍ବାର ସୀତା ଜନ୍ମ ନେଇଛନ୍ତି, କିନ୍ତୁ ପ୍ରତ୍ୟେକ ବାର ତୁମେ ହିଁ ତାଙ୍କୁ ଅପହରଣ କରିଛ। ପ୍ରତିଟି ସ୍ଥାନରେ ଦ୍ରୌପଦୀ ପହଞ୍ଚିଛନ୍ତି, କିନ୍ତୁ ତୁମେ ସବୁଠି ତାଙ୍କର ବସ୍ତ୍ର ହରଣ କରିଛ। ପ୍ରତିଟି ଗୃହକୁ ଲକ୍ଷ୍ମୀ ଆଗମନ କରିଛନ୍ତି, ଅଥଚ ତୁମେ ତାଙ୍କୁ କାଙ୍ଗାରି କରିଛ। ଗ୍ରାମରେ ନଗରରେ ସଂସ୍କୃତି ବିଜୟ କରିଛନ୍ତି, ଅଥଚ ତୁମେ ତାକୁ ଅଜ୍ଞାନ ଆଉ କୁସଂସ୍କାର ଅନ୍ଧକାର ମଧ୍ୟରେ ବନ୍ଦୀ କରି ରଖିଛ। ପ୍ରତି ଯୁଗରେ 10 ଭୂଜା ଦୁର୍ଗା ଆଜି ଭୂତ ହୋଇଛନ୍ତି, ମାତ୍ର ତୁମେ ତାଙ୍କୁ ଅବଳା ଶକ୍ତିହୀନ କରିଛ। କିନ୍ତୁ କାହିଁକି ଆଉ କେତେ କାଳ? ଆଉ ବିଳମ୍ବ ନୁହେଁ, ଏଇ ମୁହୂର୍ତ୍ତରେ ହିଁ ମୁଁ ସେଇ ଶୁଭ କାର୍ଯ୍ୟର ସମାପନ କରିବି। ତୁମେ ଜଣେ ସାମ୍ରାଜ୍ୟପତି, ଏ ଆଶ୍ରମର ଦେଖି ପାରିବନି। ସାମ୍ରାଜ୍ୟ କଳିଙ୍ଗ ମହାସେନାନୀର ଉତ୍ତୋଳିତ ଖଡ୍ଗ ନିକଟରେ ଆତ୍ମସମର୍ପଣ କରିଥିବା ଜଣେ ନାରୀ ଠାରୁ ବଜ୍ରପାଣି ସମ୍ମାନ ଶିଖିବାକୁ ଚାହେଁ ନା। କଳିଙ୍ଗର ସେନା ଦ୍ୱାରା ପରାଜିତା ଜଣେ ନାରୀ ଠାରୁ ବଜ୍ରପାଣି କର୍ମର ଦୀକ୍ଷା ଗ୍ରହଣ କରିପାରେ ନା। ବୈଧବ୍ୟର କୌଶକୁ ନିଜ ସୀମନ୍ତରେ ବୋଳି ନିଜକୁ ସାମ୍ରାଜ୍ୟ ବୋଲାଉଥିବା ଜଣେ କେଭିକାରୀଣୀ ଠାରୁ ବଜ୍ରପାଣି ପୁଣ୍ୟର ଫଳ ପାଇବାକୁ ଚାହେଁ ନା। ମହାବେଗମାନ ବଂଶର ସୁଗାର, ତୁମେ କଳିଙ୍ଗର ମହାସେନାନୀ ଅରଣ୍ୟର ମସ୍ତ ପାଗଳ। ତୁମେ ମତେ ମାରିପାରିବ? ଏହାର ବିଚାର ଲଢ଼ିବି କଳିଙ୍ଗ ସମ୍ରାଟଙ୍କ ଠାରୁ। ହଁ, ମୁଁ ବିଚାର ଲଢ଼ିବି। କଳିଙ୍ଗାଧିପତି, ଆପଣ এই ଅନ୍ୟାୟର ବିଚାର କରନ୍ତୁ। ମହାସେନାନୀ, କିଏ ଦୁର୍ଦ୍ଦଶାଗ୍ରସ୍ତ ନାରୀ? ସେ ଏମିତି ଲୁହାର ଚୁକୁଳରେ ଶୃଙ୍ଖଳିତ କାହିଁକି? ମହାରାଜ, ଇଏ ହେଉଛି ପରାଜିତ ସାତବାହନ ରାଣୀ ନାୟନିକା। ରାଣୀ ନାୟନିକା? ଏ ଆପଣ କଣ କରୁଛନ୍ତି? ହଁ ମହାରାଜ, ଇଏ ସେଇ ବିଷକନ୍ୟା ଯିଏ ନିଜର ଫୁତ୍କାରରେ ପବିତ୍ର କଳିଙ୍ଗର ପଶ୍ଚିମ ସୀମାନ୍ତରେ ଆତଙ୍କ ସୃଷ୍ଟି କରିବାକୁ ଚାହିଁଥିଲା। ଇଏ ସେଇ ବିଷାକ୍ତ ସର୍ପିଣୀ ଯିଏ ନିଜର ଫଣା ଟେକି ବିଶାଳ କଳିଙ୍ଗକୁ ଦଂଶନ କରିବାକୁ ଚେଷ୍ଟା କରିଥିଲା। ମହାସେନାନୀ ବଜ୍ରପାଣି, ଆଦେଶ କରନ୍ତୁ ମହାରାଜ। ମୁଁ ଆପଣଙ୍କ ମୁହଁରୁ ଶୁଣିବାକୁ ଚାହେଁ। କୁହନ୍ତୁ ମହାରାଜ। କଳିଙ୍ଗ ଦେଶ ମହାନ, ମହାନ ସମ୍ରାଟ। କଳିଙ୍ଗର ବୀରତ୍ୱ ମହାନ, ମହାନ ମହାମେଘ ବାହନ। କଳିଙ୍ଗ ମାନବିକତା ଧର୍ମ ନିରପେକ୍ଷତାରେ ମହାନ, ନିଃସନ୍ଦେହରେ ମହାନ ସମ୍ରାଟ। କଳିଙ୍ଗ ଭଦ୍ରତା ଆଉ ବିନମ୍ରତାରେ ମଧ୍ୟ ମହାନ। କୁହନ୍ତୁ ମହାସେନାନୀ, କଳିଙ୍ଗ ସୌଜନ୍ୟ ଆଉ ଶିଷ୍ଟାଚାରରେ ମହାନ କି ନୁହେଁ? ସ୍ୱୟଂ ଖାରବେଳ ସହ ସମଗ୍ର କଳିଙ୍ଗ ଆଜି ଆପଣଙ୍କ ଠାରୁ ଉତ୍ତର ଦାବି କରୁଛି। ନିରୁତ୍ତର ରହନ୍ତୁ ନାହିଁ, ଉତ୍ତର ଦିଅନ୍ତୁ। କଳିଙ୍ଗ ଉଦାରତା ଆଉ ହୃଦୟବତ୍ତରେ ମହାନ କି ନୁହେଁ? ମହାନ, ଅତି ମହାନ ମହାମାନ୍ୟ। ତେବେ କାହିଁକି ଜଣେ ନାରୀ ପ୍ରତି ନିର୍ଯାତନା? କାହିଁକି ଜଣେ ସାମ୍ରାଜ୍ୟ ପ୍ରତି ବତ୍ପରତା? ମାତୃଜାତି ପ୍ରତି ନିଷ୍ଠୁରତା? କାହିଁକି? ଏଇ କଣ କଳିଙ୍ଗର ସଭ୍ୟତା? ଏଇ କଣ କଳିଙ୍ଗର ସଂସ୍କୃତି? ପୁରୁଷ ହେଉ କି ନାରୀ ହେଉ, ସେ ଯେ କଳିଙ୍ଗର ଶତ୍ରୁ ମହାରାଜ। ଶତ୍ରୁ ହେଲେ ବି ସେ ମାତୃଜାତିର ପ୍ରତିନିଧି, ସମଗ୍ର ନାରୀ ସମାଜର ପ୍ରତୀକ। ଯୁଦ୍ଧରେ ହାରି ସୁଦ୍ଧା ସେ ନିଜର କର୍ତ୍ତବ୍ୟକୁ ଭୁଲି ଯାଇଛନ୍ତି, ନିଜର ମର୍ଯ୍ୟାଦାକୁ ଲଙ୍ଘନ କରିଛନ୍ତି। କଳିଙ୍ଗର ମହାସେନାନୀଙ୍କୁ ସେ ଶ୍ୱାନ, ଶୃଗାଳ, ମତ୍ତ ପାଗଳ ବୋଲି ଭର୍ତ୍ସନା କରିଛନ୍ତି। ପାପର ପ୍ରାୟଶ୍ଚିତ ପାପ ନୁହେଁ ମହାସେନାନୀ, ପାପର ପ୍ରାୟଶ୍ଚିତ ହେଉଛି ପୁଣ୍ୟ। ଏବଂ ସେଇ ପୁଣ୍ୟ ଅର୍ଜନ ପାଇଁ ଆଦେଶ ନୁହେଁ ମୋର ଅନୁରୋଧ। ସାତବାହନ ସାମ୍ରାଜ୍ୟ ନାୟନିକାକୁ ଆପଣ ପ୍ରଣିପାତ କରନ୍ତୁ, ତାଙ୍କୁ କ୍ଷମା ଦୀକ୍ଷା କରନ୍ତୁ। ମହାରାଜ, ମୋର ପ୍ରାର୍ଥନା ମହାରାଜ, ଆପଣ ନିଜ ଆଦେଶର ପୁନର୍ବିଚାର କରନ୍ତୁ। ବଜ୍ରପାଣି କେବଳ ଏକ ବ୍ୟକ୍ତି ବିଶେଷ ନୁହେଁ, ସେ ମହାନ କଳିଙ୍ଗର ମହାସେନାନୀ। ପରାଜିତା ନାୟନିକାଙ୍କ ପାଦରେ
নত ଜାଣୁ ହେଇ କ୍ଷମା ପ୍ରାର୍ଥନା କଲେ ମହାନ କଳିଙ୍ଗର ମର୍ଯ୍ୟାଦାରେ କଳଙ୍କ ଲାଗି ଯାଇପାରେ। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ। ଜନନୀର ପାଦ ପଦ୍ମରେ ସନ୍ତାନର ପ୍ରଣିପାତ ଦ୍ୱାରା ଜନନୀର ନୁହେଁ ସନ୍ତାନର ଗୌରବ ବୃଦ୍ଧି ହୁଏ। ମୋର ଅନ୍ତର କିନ୍ତୁ ଏହାକୁ ସ୍ୱୀକାର କରିପାରୁନି ମହାରାଜ। ମୋର ବିବେକ ଏଥିପାଇଁ ମୋତେ ବାଧା ଦେଉଛି। ଆପଣ ମହାମେଘ ବାହନ ବଂଶର ମହାସେନାନୀ। ଆପଣଙ୍କର ଆନୁଗତ୍ୟ ଅନୁରକ୍ତି ପାଇଁ ମହାମେଘ ବାହନ ବଂଶ ଆପଣଙ୍କ ପାଖରେ କୃତଜ୍ଞ। ଆପଣ ପରାକ୍ରମଶାଳୀ କଳିଙ୍ଗର ବୀର ଶ୍ରେଷ୍ଠ। ଆପଣଙ୍କର ତେଜ ଓ ବୀରତ୍ୱ ପାଇଁ କଳିଙ୍ଗ ସର୍ବଦା ପ୍ରସ୍ତୁତ। ଆପଣ ମୋର ଗୁରୁ। ଆପଣ ମୋତେ ଯୁଦ୍ଧ ବିଦ୍ୟା ଶିକ୍ଷା ଦେଇଛନ୍ତି। ଆପଣଙ୍କ ଦ୍ୱାରା ମୁଁ ଚିରକୃତାର୍ଥ। ତେଣୁ ଖାରବେଳ କେବେ ହେଲେ ଆପଣଙ୍କୁ ବାଧ୍ୟ କରିବନି। ତେବେ ଖାରବେଳ ଅବଶ୍ୟ ପ୍ରାୟଶ୍ଚିତ କରିବ। ମହାସେନାନୀଙ୍କ ବଦଳରେ ସେ ନିଜେ ହିଁ ନାୟିକଙ୍କୁ ଶୃଙ୍ଖଳ ମୁକ୍ତ କରି ତାଙ୍କୁ ପ୍ରଣତି ଜଣାଇବ, ତାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବ। ନା ମହାରାଜ ନା। ମୃତ୍ୟୁ ଥାଉ ଥାଉ ପ୍ରଭୁ নত ଜାଣୁ ହେଲେ କଳିଙ୍ଗର ମହତ୍ୱରେ କଳଙ୍କ ଲାଗିଯିବ। ସେବକ ଥାଉ ଥାଉ ସମ୍ରାଟ କ୍ଷମା ଭିକ୍ଷା କଲେ କଳିଙ୍ଗର ମର୍ଯ୍ୟାଦାରେ ଗ୍ରହଣ ଲାଗିଯିବ। ବରଂ ମହାରାଜଙ୍କର ଆଦେଶ ପାଳନ କରି ମହାସେନାନୀ ମହିମାନ୍ୱିତ ହେବାକୁ ଚାହେଁ। ମହାରାଣୀ ନାୟନିକା, ଆପଣଙ୍କୁ ଶୃଙ୍ଖଳିତ କରି ମୁଁ ଦୁଃଖିତ। ଆପଣଙ୍କୁ ଶାରୀରିକ ଆଘାତ ଦେଇ ମୁଁ ପ୍ରକୃତରେ ଲଜ୍ଜିତ। ଆପଣଙ୍କୁ ଦେଇଥିବା ଯାତନା ପାଇଁ ମୁଁ କ୍ଷମା ପ୍ରାର୍ଥୀ। ମହାନ ଆପଣ ମହାସେନାନୀ ବଜ୍ରପାଣି। ଅତି ମହାନ ଆପଣଙ୍କର ମହାମେଘ ବାହନ କଳିଙ୍ଗାଧିପତି ଖାରବେଳ। ମୁଁ ଆଜି ମହାମାନବିକ ଖାରବେଳଙ୍କ ସୌଜନ୍ୟ, ଶିଷ୍ଟାଚାର, ଉଦାରତା ହୃଦୟବତ୍ତାରେ ଅତି ମାତ୍ରାରେ ଅଭିଭୂତ ହୋଇପଡ଼ିଛି। ମୁଁ ଜାଣିବାରେ ନାରୀ ଜାତି ଉପରେ ଅତ୍ୟାଚାର ହେଲେ, ନିର୍ଯାତନା ପଡ଼ିଲେ ନାରୀ ହୁଏତ ହେବ ଅବଳା ଅଥବା ହିଂସା। ଯଦି ସେ ଅବଳା ହୁଏ ତେବେ ସେ ଜନ୍ମ ଦେବ ଦୁର୍ବଳ ଭୀରୁ କାପୁରୁଷ ବଂଶର। ଯଦି ବା ସେ ହିଂସା ହୁଏ ତେବେ ସେ ପ୍ରସବ କରିବ କୁଚକ୍ରୀ ବର୍ବର ବେଭିଚାରୀ ଉତ୍ତର ପୁରୁଷ। କିନ୍ତୁ ଆର୍ଯ୍ୟଭୂମି ଭାରତ ପାଇଁ ଆବଶ୍ୟକ ସାହସୀ ବୀର ପରାକ୍ରମୀ ପୁତ୍ର, ନଚେତ୍ ଭଦ୍ର ନମ୍ର ଦୟାଳୁ ସନ୍ତାନ। ତେଣୁ ମୁଁ ନାରୀ ଜାତିର ମର୍ଯ୍ୟାଦା ରକ୍ଷା କରିବାକୁ ଚାହେଁ। ଧନ୍ୟ ଧନ୍ୟ ଆପଣ, ଧନ୍ୟ ଆପଣଙ୍କର ମହନୀୟତା। ନାୟନିକା ଆପଣଙ୍କୁ ପ୍ରଗାଢ଼ ଭକ୍ତିର ସହ ପ୍ରଣାମ କରୁଛି। ସେନାପତି ଫଣିଦନ୍ତ ଅବିଳମ୍ବେ ବିରାଟ ଏକ ରାଜକୀୟ ଶୋଭାଯାତ୍ରା ଆୟୋଜନ କଲେ। ଯୁଦ୍ଧରେ ନିଯୁକ୍ତ କଳିଙ୍ଗ ବାହିନୀର ସମସ୍ତ ଅଶ୍ୱାରୋହୀ, ଗଜାରୋହୀ, ରଥାରୋହୀ ପଦାତିକ ସୈନ୍ୟଙ୍କ ଶୋଭାଯାତ୍ରାରେ ଯୋଗ ଦେବାକୁ ଆଦେଶ ଦିଅ। ଏକ ସୁସଜ୍ଜିତ ରଥରେ କଳିଙ୍ଗର ସମ୍ରାଟ ସ୍ୱୟଂ ଖାରବେଳ ଯାଇ ମହାରାଣୀ ନାୟନିକାଙ୍କୁ ପ୍ରତିଷ୍ଠାନର ରାଜପ୍ରାସାଦରେ ସସମ୍ମାନରେ ଛାଡ଼ି ଦେଇ ଆସିବ। ମହାରାଜ, ଏ କଣ କହୁଛନ୍ତି ମହାରାଜ? ସମ୍ରାଟ ଖାରବେଳ ରାଣୀ ନୟନିକାଙ୍କୁ ତାଙ୍କର ସିଂହାସନ ପ୍ରତ୍ୟାର୍ପଣ କରିବ। ସେ ହେବେ ପୁନଶ୍ଚ ସାତବାହନ ସାମ୍ରାଜ୍ୟର ସାମ୍ରାଜ୍ୟ। ସେନାପତି ଫଣିଦନ୍ତର ଆସ୍ପର୍ଦ୍ଧାକୁ କ୍ଷମା କରିବେ ମହାରାଜ। ସାତବାହନ ସାମ୍ରାଜ୍ୟ ଯେ କଳିଙ୍ଗ ଦ୍ୱାରା ଅଧିକୃତ, ମହାରାଣୀ ପରାଜିତ, ସେ ବୀରବ ଏବଂ ଯୁବତୀ ମଧ୍ୟ ଯୁଦ୍ଧ ନୀତି ଓ ପରମ୍ପରା ଅନୁଯାୟୀ ସେ ସମ୍ରାଟ ଖାରବେଳଙ୍କୁ ଆଣିଥିବା କିନ୍ତୁ ସାତବାହନର ରାଣୀକୁ କଳିଙ୍ଗ ରାଜାକୁ ସମ୍ପତ୍ତି ଆପଣ ହୁଏତ ଠିକ୍ କହିଛନ୍ତି ସେନାପତି ଫଣିଦନ୍ତ। ସାତବାହନର ରାଣୀ ମଧ୍ୟ କଳିଙ୍ଗ ରାଜାଙ୍କର ସମ୍ପତ୍ତି। କିନ୍ତୁ ସେ ସମ୍ପତ୍ତି ଖାରବେଳ ପାଇଁ ଭୋଗ୍ୟ ନୁହେଁ, ବରଂ ଭଙ୍ଗିନୀ ପୂଜ୍ୟ। ବିଶ୍ୱାସ କରିପାରୁନି ମହାରାଜ। ଆପଣ ମତେ ଏତେ ବେଶୀ ସମ୍ମାନ ଦିଅନ୍ତୁନି। ତାହେଲେ ଆନନ୍ଦରେ ଆତ୍ମଜୀବ ହେଇ ମୁଁ ହୁଏତ ନିଜେ ନିଜକୁ ଭୁଲିଯିବି। ପାଗଳ ହେଇଯିବି। ଆଉ ଆପଣଙ୍କୁ ମଣିଷ କରି ନ ମାନି ଦେବତା ରୂପେ ପୂଜା କରିବାରେ ଲାଗିଯିବି ମହାରାଜ, ପୂଜା କରିବାରେ ଲାଗିଯିବି। ହଁ ନାୟନିକା, ଆଜିଠାରୁ ତୁମେ ମୋର ଭଗିନୀ। କଳିଙ୍ଗର ପରାକ୍ରମଶାଳୀ ସେନା ସହ ଦୀର୍ଘ ଦିନ ପରି ଏକାକୀ ସଂଗ୍ରାମ ଚଳାଇ ଅପୂର୍ବ ସାହସ ଓ ବୀରତ୍ୱ ପ୍ରଦର୍ଶନ ଦେଖେଇଥିବା ନାୟନିକାକୁ ଭକ୍ତି ରୂପେ ଗ୍ରହଣ କରିବା ଖାରବେଳର ପରମ ସୌଭାଗ୍ୟ। ଆପଣଙ୍କର ସୌଭାଗ୍ୟ ମୋ ପାଇଁ
ମୋ ପାଇଁ ଈଶ୍ୱରଙ୍କର ଅଧରନ୍ତି ଆଶୀର୍ବାଦ ମହାରାଜ। କଳିଙ୍ଗ ଆଉ ସାତବାହନ ମଧ୍ୟରେ ବର୍ଷ ବର୍ଷ ଧରି ଲାଗି ରହିଥିବା ସଂଘର୍ଷର ସ୍ଥାୟୀ ସମାଧାନ ପାଇଁ ରାକ୍ଷୀଠାରୁ ବଳି ସୁନ୍ଦର ଅଥଚ ସୁଦୃଢ଼ ବନ୍ଧନ ଆଉ କଣ ହୋଇପାରେ? ତାହେଲେ ଆମେ ଜୀବନ କାନ୍ତର ଦେଇ ଏତେ ଦୂରେ ଟିକେ ଆସି ଯୁଦ୍ଧ କଲେ କାହିଁକି? ଅଜସ୍ର ପ୍ରାଣ ବଳି ଦେଇ କି ଲାଭ ହେଲା କଳିଙ୍ଗ? ସମ୍ରାଟ ଖାରବେଳଙ୍କର ଦୋଷ ଏଥିରେ ବୁଦ୍ଧି ପାଇଲା କି? ଉତ୍ତରରେ ଗଙ୍ଗା ଖାଲୁ, ପଶ୍ଚିମରେ ପରାବତ ସମୁଦ୍ର, ଉତ୍ତରରେ ବିନ୍ଧ୍ୟାଚଳଠାରୁ ଦକ୍ଷିଣରେ କୃଷ୍ଣା ନଦୀ ପର୍ଯ୍ୟନ୍ତ ବିଶାଳ ଭୂଖଣ୍ଡରେ ସଗର୍ବେ କଳିଙ୍ଗ ଧ୍ୱଜା ଉଡ଼ିବା ପୂର୍ବରୁ ହିଁ ଆପଣ ସେଇ ଗୌରବକୁ ବ୍ୟାଖ୍ୟାନ କରି ଦେବାକୁ ଚାହୁଁଛି ମହାରାଜ। ଖାରବେଳ ଏ ପୁରାତନ ପରମ୍ପରାରେ ବିଶ୍ୱାସ କରେ ନା। ଇତିହାସର ପୃଷ୍ଠାରେ ଏକ ନୂତନ ପରମ୍ପରା ସୃଷ୍ଟି କରିବାକୁ ଚାହେଁ। ଖାରବେଳ ରାଜ୍ୟଲିପ୍ତ ନୁହେଁ, ଅନ୍ୟାୟ ରାଜ୍ୟ ବିସ୍ତାର ତାର ନୀତି ନୁହେଁ। ଅଯଥା ବଳ ପ୍ରୟୋଗ କରି ଅନ୍ୟର ରାଜକୁ ଅଧିକାର କରିବା ତାର ପ୍ରବୃତ୍ତି ନୁହେଁ। ମହାରାଜଙ୍କର ଅଭିଳାଷ ଅଭିନନ୍ଦନୀୟ। ସେଇଥିପାଇଁ ତ ରାଜା ସାତକର୍ଣ୍ଣୀ ବଳ ପ୍ରୟୋଗ କରି ଅନ୍ୟର ରାଜ୍ୟ ଅପହରଣ କରିବା ମାତ୍ରେ ମୁଁ ତାର ପ୍ରତିରୋଧ କରି ବିହାରର ରାଷ୍ଟ୍ରିକ ମୁଖ୍ୟ ମହାରଥୀ ରାଜ୍ୟ ବିସ୍ତାର କରିବା ପ୍ରୟାସ କରିବାରୁ ମୁଁ ତାର ଦର୍ପକୁ ମଧ୍ୟ ଚୂର୍ଣ୍ଣ କରି ଦେବି ନାହିଁ। କୁହନ୍ତୁ ମହାସେନାନୀ, କହନ୍ତୁ ଯେଉଁ ନୀତିକୁ ମୁଁ ସ୍ୱୟଂ ବିରୋଧ କରେ, ଯେଉଁ ପ୍ରତିକୁ ମୁଁ ଆଜୀବନ ବିରୋଧ କରେ, ପୁଣି ତାକୁ ମୁଁ କିପରି ଅବଲମ୍ବନ କରିବି? ଏହା ସମ୍ରାଟ ଖାରବେଳର ସମର କୂଟନୀତିର ଏକ ପରୀକ୍ଷା। ମୁଁ ପରୀକ୍ଷା କରିବାକୁ ଚାହେଁ ଧର୍ମ ପାଳନ କରି, ମାନବିକ ହୋଇ ଅନ୍ୟ ପ୍ରତି ଉଦାରତା ଦେଖାଇ ହିଂସାକୁ ପ୍ରତିହତ କରି ହେଉଛି ନାହିଁ, ରକ୍ତପାତକୁ ପରିହାର କରି ହେଉଛି ନା ନାହିଁ, ଯୁଦ୍ଧକୁ ବର୍ଜନ କରିବା ସମ୍ଭବ ନା ନାହିଁ। ଏହା ହିଁ ମୋର ସଂକଳ୍ପ। ସାଧୁ ସାଧୁ ମହାରାଜ, ଏଥର ଆସ ଭଗିନୀ ନାୟରିକା, ଶୋଭାଯାତ୍ରା ପାଇଁ ପ୍ରସ୍ତୁତ ହୁଅ। ଖାତାର କର୍ତ୍ତବ୍ୟ କରିବା ପାଇଁ ମୋତେ ସୁଯୋଗ ଦିଅ। ତୁମେ ବିଜୟୀ ଭ୍ରାତା ଖାରବେଳ। ରାଜଧାନୀ କଳିଙ୍ଗ ନଗରୀରେ ଏକ ବିଧାୟକ ରାଜସ୍ୱ ଅଧ୍ୟକ୍ଷର ଆୟୋଜନ କରୁଛନ୍ତି। ଏହି ଅବସରରେ ପ୍ରଜାରଞ୍ଜକ ମହାରାଜା ଆଦେଶ ଦେଇଛନ୍ତି, ଶ୍ରୀକ୍ଷେତ୍ରରେ ଜଳସେଚନର ସୁବିଧା ଲାଗି ବର୍ଷକ ମଧ୍ୟରେ ଏକ ସୁଦୀର୍ଘ ପ୍ରଣାଳୀ ଖୋଲା ହେବ। ତାଛଡ଼ା ପିଇବା ପାଣିର ସୁବିଧା ପାଇଁ ଗ୍ରାମ ମୁକ୍ତ କରାଯିବ। ଜୟ କଳିଙ୍ଗାଧିପତି ଖାରବେଳଙ୍କର, କଳିଙ୍ଗାଧିପତି ଖାରବେଳଙ୍କର, କଳିଙ୍ଗାଧିପତି ଖାରବେଳଙ୍କର। ରାଜା ଆମର ରାଜସ୍ୱ ଯଜ୍ଞ କରୁଛି। ଆରେ ମହାବୀର ଖାରବେଳ ଅଳେଇକି ଫେରିଛନ୍ତି। ବିଜିତ ରାଜାମାନେ ବି ତାଙ୍କୁ ସମ୍ରାଟ ବୋଲି ମାନି ନେଇଛନ୍ତି। ଏଇନେ ସାରା ଭାରତ ବର୍ଷରେ ସେ ପରା ରାଜରାଜେଶ୍ୱର, ସେଇଥିପାଇଁ ସେଇ ରାଜସ୍ୱ ଯଜ୍ଞ କରୁଛନ୍ତି।
ଆହେ ଖାଲି ସେତିକି ନୁହେଁ, ରାମାୟଣ ମହାଭାରତ ଯୁଗରୁ ଆଜ ବି ଭାରତବର୍ଷରେ ବଡ ବଡ ରାଜାମାନେ ଏମିତି ରାଷ୍ଟ୍ର ଜୟ କରି ଆସିଛନ୍ତି। ହେଲେ ଆମ ମହାରାଜା ନିଜେ ଜୈନ ହେଲେ ସୁଦ୍ଧା ପୁରାପୁରି ବୈଦିକ ରୀତିରେ ସେଦିନ ଅଭିଷେକ କରିଥିଲେ। ଆଜି ଏତେ ବଡ ରାଜସ୍ୱ ଯଜ୍ଞ ବି କରୁଛନ୍ତି, ଇଏ କଣ କମ କଥା? ଆରେ ଭାଇ, କାଲି ପରା ତୁଲକର୍ମ ଆମ ସାଧୁକୁ କହୁଥିଲେ ବହୁ ବର୍ଷ ତଳେ ମଗଧର ନନ୍ଦରାଜ ଆମ ରାଜ୍ୟକୁ ଜିଣିବା ପରେ ଏଠି ଯୋଉ ପ୍ରଣାଳୀ ଖୋଳି ଅଧା ପନ୍ତରିଆ କରି ଛାଡି ଦେଇଥିଲେ, ସେଇ ପ୍ରଣାଳୀକୁ ଏବେ ପୁରା କରାଇବାକୁ କର୍ମ ଆଉ ତୁଲକର୍ମଙ୍କୁ ଆମ ମହାରାଜ ଆଦେଶ ଦେଇଛନ୍ତି। ଯାହା କହ ଭାଇ, ଆମେ କଳିଙ୍ଗବାସୀ ବର୍ଷ ବର୍ଷ ଧରି ଝଡି ବଡି ମରୁଡ଼ି ଦାଉରେ ବଡ ହନ୍ତସନ୍ତ ହେଉଥିଲୁ। ଫସଲ ପରେ ଫସଲ ନଷ୍ଟ ହେଇଯାଉଥିଲା, ଖୋଜିଲେ ବି କାମ ଧନ୍ଦା କିଛି ମିଳୁନଥିଲା। ଆଉ ଏଇ ପ୍ରଣାଳୀ ଖୋଳା ଆରମ୍ଭ ହେଇଗଲେ ବେଶ କିଛି କାମ ଧନ୍ଦା ପାଇବେ, ଗଣ୍ଡାଏ ମତେ କଉଠି ବି ମିଳିଯିବ। ଆଉ ପ୍ରଣାଳୀ ଖୋଳା ସରିଗଲେ ଚାଷବାସର ନିଶ୍ଚୟ ଉନ୍ନତି ହବ, ସାରା ବରଷ ଭଲ ଫସଲ ବି ମିଳିପାରିବ। ସବୁ ହେଲା ମହାରାଜ, ସବୁ କଲେ ଯେ ହେଲେ ବହୁ କଥା କହୁଛି। ବହୁ କାଳ ପରେ ନନ୍ଦରାଜା କଳିଙ୍ଗରୁ ଯୋଉ ଦିନ ମୂର୍ତ୍ତିକୁ ମଗଧ ନେଇ ଯାଇଥିଲେ, ଆଜି ଯାଏ ସେମିତି ଅପୂଜା ହେଇ ସେଠି ଅଛନ୍ତି। ସେଇ କଳିଙ୍ଗ ଦିନ କଥା, ହଁ ହଁ, ସେଇ କଳିଙ୍ଗ ଦିନ 24 ଜଣ ଜୈନ ଧର୍ମ ପ୍ରଚାରକ ତୀର୍ଥଙ୍କରଙ୍କ ମଧ୍ୟରୁ ଜଣେ। ସେଇ ମହାରାଜା କଳିଙ୍ଗର ପବିତ୍ର ଗୋଦାବରୀ ତଟ ଭଦ୍ରାଚଳ ଠାରେ ଜନ୍ମ ହୋଇଥିବା ଦଶମ ତୀର୍ଥଙ୍କର ଶୀତଳ ନା। କଳିଙ୍ଗବାସୀଙ୍କର ଯୁଗ ଯୁଗର ଅଭ୍ୟାସ ଇଏ ଫେରାଇ ଆଣୁଛି ମୂର୍ତ୍ତିଙ୍କୁ। ଆମର ବି ଇଚ୍ଛା କଳିଙ୍ଗ ଦିନକୁ ଟିକେ ଦେଖନ୍ତୁ, ଭକ୍ତିର ସହ ଉପାସନା କରନ୍ତୁ। ହେଲେ ସେ ମୂର୍ତ୍ତି ମଗଧ ରାଜା ବୃହସ୍ପତି ମିତ୍ରଙ୍କ ଅନ୍ତାଘରେ କଳା ହସ୍ତକ୍ଷର ସହିତ କରିଥିଲେ। ସମସ୍ତେ କହୁଛନ୍ତି କଳିଙ୍ଗର ଯେତେ ସବୁ ଦୈବୀ ଦୁର୍ବିପାକ ଲାଗି ରହିଛି, ଏସବୁର ମୂଳରେ ରହିଛି ସେଇ ଦିନଙ୍କ ମୂର୍ତ୍ତିର ଅନୁପସ୍ଥିତି। ସେ ମୂର୍ତ୍ତି ଆମର, ସେ ମୂର୍ତ୍ତି କଳିଙ୍ଗର, ଆମେ ତାକୁ ଫେରାଇ ଆଣିବା। ମୁଁ ଫେରାଇ ଆଣିବି, ମାତାଳି ପୁତ୍ର କଳିଙ୍ଗର ଦିନଙ୍କୁ ନିଶ୍ଚୟ ଫେରାଇ ଆଣିବି। କଳିଙ୍ଗ ଭାବାବେଗକୁ ସମ୍ରାଟ ଖାରବେଳ ନିଶ୍ଚୟ ସମ୍ମାନ ଦେବ। ଇତିହାସ ସାକ୍ଷୀ ଅଛି ମହାରାଜ। 300 ବର୍ଷ ପୂର୍ବେ ମଗଧର ନନ୍ଦବଂଶର ରାଜା ମହାପଦ୍ମନନ୍ଦ କଳିଙ୍ଗ ଆକ୍ରମଣ କରିଥିଲେ। ବଂଶର ଲୀଳା ଚଳାଇ କଳିଙ୍ଗକୁ ସେ କଳଙ୍କିତ କରିଥିଲେ। ସେତେବେଳେ କଳିଙ୍ଗର ରାଜଧାନୀ ଥିଲା ସ୍ୱର୍ଣ୍ଣପୁରୀ ଶ୍ରୀକୁଣ୍ଡ। ଦକ୍ଷିଣ କଳିଙ୍ଗର ସେହି କୋଟାଶ୍ରୟନଗରୀ ଶ୍ରୀକୁଣ୍ଡକୁ ମହାପଦ୍ମନନ୍ଦ ଭାଙ୍ଗି ରୁଜି ଧ୍ୱଂସାତ କରିଥିଲେ। ସେଠିକାର ମହାନ ଜୈନରଙ୍କୁ ଭାଙ୍ଗି ରାଷ୍ଟ୍ରପରେ ପରିଣତ ପଢା ଯୁଦ୍ଧ କଳିଙ୍ଗ ଦିନକୁ ମୃତ୍ୟୁକୁ ଅପହରଣ କରି ଅନ୍ୟ ଦେବତାଙ୍କୁ ଅପହରଣ କରି ନିଜ ଦେଶତ୍ୱରେ କଳିଙ୍ଗବାସୀଙ୍କ ମନରେ ଆଘାତ ଦେଇ ମଗଧବାସୀଙ୍କ ସମ୍ମୁଖରେ ନିଜକୁ କଳିଙ୍ଗବାସୀଙ୍କ ହୃତ୍ପିଣ୍ଡରେ ଖୁଦୁଛି ଉତ୍ତପ୍ତ ଲାଭ। ସେମାନଙ୍କର ପ୍ରାଣରେ ବହୁଛି ପ୍ରଚଣ୍ଡ ବାକ୍ୟ। ମହାଦେବ ବାହନ ଖାରବେଳ ଆଜି ଏ ରାଜସ୍ୱ ଦକ୍ଷର ନେବିହାର ବନ୍ଧୁ ମାନସିକକୁ ସ୍ପଷ୍ଟ କରି ପ୍ରତିଷ୍ଠା କରୁଛି। ମଗଧରୁ କଳିଙ୍ଗ ଦିନକୁ ଉଦ୍ଧାର କରିছে। କଳିଙ୍ଗର ଆରକ୍ଷ ଦେବତାଙ୍କୁ ପାଦରେ ପୁତ୍ର ଶ୍ରୀଖଣ୍ଡକୁ ଅବଶ୍ୟ ଫେରାଇ ଆଣିବ। ଶାନ୍ତିରେ ହେଉ ବା ଯୁଦ୍ଧରେ, ଅହିଂସାରେ ହେଉ ବା ରକ୍ତପାତରେ।
ପ୍ରସ୍ତାବ ମଗଧ କଳିଙ୍ଗ ମଧ୍ୟରେ ଯୁଗ ଯୁଗରୁ ଘଟି ଆସୁଥିବା ହିଂସା ଦୋଷ ସଂଘର୍ଷ ରକ୍ତପାତର ସ୍ଥାୟୀ ସମାଧାନ ପାଇଁ ଏକ ସୁଦୃଢ଼ ଭାତୃବନ୍ଧନ ଅସମ୍ଭବ ସମ୍ପୂର୍ଣ୍ଣ ଅସମ୍ଭବ। କଳିଙ୍ଗ ଦୂତ ମହାମଦନାକୀୟ ସୂର୍ଯ୍ୟ ହୁଏତ ପଶ୍ଚିମ ଦିଗରେ ଉଦିତ ହେଇପାରେ, ଗଙ୍ଗା ହୁଏତ ଉଞ୍ଚାଣି ବଢ଼ିପାରେ, ପଥର ହୁଏତ ପାଣିରେ ଭାସିପାରେ, କିନ୍ତୁ ମଗଧ ଆଉ କଳିଙ୍ଗ କେବେ ଭ୍ରାତା ହେଇପାରିବେ ନାହିଁ, ମିତ୍ର ହେଇପାରିବେ ନାହିଁ। ମଗଧରାଜ, ଆପଣ ଭୁଲ କହୁଛନ୍ତି, ଭୁଲ କରିବାକୁ ଯାଉଛନ୍ତି। ଏଭଳି ଏକ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସମଗ୍ର ଭାରତର ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେବାକୁ ପ୍ରୟାସ କରୁଛନ୍ତି। କଳିଙ୍ଗ ଦୂତ ମଗଧ ସମ୍ରାଟକୁ ଅପମାନିତ କରିବାର ଅପଚେଷ୍ଟା କରି ତୁମେ ଅକ୍ଷମଣୀୟ ଅପରାଧ କର। ତୁମର ଏହି ଅପରାଧ ପାଇଁ ତୁମକୁ ମୃତ୍ୟୁଦଣ୍ଡ ଦେବାକୁ କେବେ ହେଲେ ମୁଁ କୁଣ୍ଠା ବୋଧ କରିବି ନାହିଁ। ଜଣେ ରାଜଦୂତକୁ ମୃତ୍ୟୁଦଣ୍ଡ ଦେବା କାପୁରୁଷର ପରିଚୟ, ଭୀରୁତାର ଲକ୍ଷଣ। ରାଜନୀତିର ରାଜଦୂତକୁ ଦଣ୍ଡ ଦେବା, ହତ୍ୟା କରିବା ଏକ ଜଘନ୍ୟ ଅପରାଧ ଏବଂ ସେହି ଅପରାଧର ଶାସ୍ତି ମୁଁ ନୁହେଁ, ଯୁଦ୍ଧ କ୍ଷେତ୍ରରେ କଳିଙ୍ଗର ଦୁର୍ଦ୍ଧର୍ଷ ସେନାନୀ ଦେବେ। ପ୍ରାଣ ଘେରି ଫେରିଯାଅ କଳିଙ୍ଗ ଦୂତ। ଫେରିଯାଇ ଖାରବେଳଙ୍କୁ କହିବ, ଇତିହାସର ପୃଷ୍ଠାରେ ମଗଧ ନୁହେଁ ବାରମ୍ବାର କଳିଙ୍ଗ ହିଁ ପରାଜିତ ହେଇଛି। ଇତିହାସର ପୃଷ୍ଠାକୁ କଳିଙ୍ଗ ନୁହେଁ ମଗଧ ହିଁ ବିଜୟର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛି। ଆଜି କିନ୍ତୁ କଳିଙ୍ଗାଧିପତି ସମ୍ରାଟ ମହାମେଘବାହନ ଖାରବେଳ ସହସ୍ର ସିଂହର ତେଜ ନେଇ ଇତିହାସର ସିଂହାସନ ଆରୋହଣ କରିଛନ୍ତି। ମଗଧ ଭଳି ଅନେକ ରାଜ୍ୟ ସଦର୍ଭେ ମଥା ଟେକିବା ପୂର୍ବରୁ ସେହି ସିଂହାସନ ତଳେ ପ୍ରଥମେ ପ୍ରଣିପାତ କରୁଛନ୍ତି। ଏବେ ମଧ୍ୟ ସମୟ ଅଛି, ଆପଣ ଥରେ ବିଚାର କରି ଦେଖନ୍ତୁ। ବିଚାରର ପ୍ରଶ୍ନ ଉଠୁନାହିଁ ରାଜଦୂତ। କଳିଙ୍ଗ ଜିନମୂର୍ତ୍ତି ଆଜି ନୁହେଁ, ଦୀର୍ଘ 300 ବର୍ଷ ହେଲା ମଗଧ ସାମ୍ରାଜ୍ୟର ସମ୍ପତ୍ତି। ପରର ଅପହୃତ ଦ୍ରବ୍ୟ କେବେ ହେଲେ ନିଜର ସମ୍ପତ୍ତି ହେଇପାରେ ନା ମଗଧରାଜ। ସେ ସମ୍ପତ୍ତିକୁ ମଗଧର ନନ୍ଦ ରାଜା ଅପହରଣ କରିନଥିଲେ, କରିଥିଲେ କେବଳ ସ୍ଥାନାନ୍ତର। ସେ ମୂର୍ତ୍ତି ଥିଲା ମଗଧ ରାଜାଙ୍କ ପାଇଁ କଳିଙ୍ଗ ବିଜୟର ଶ୍ରେଷ୍ଠ ସନ୍ତକ। କଳିଙ୍ଗ ଜିନ ସମ୍ପତ୍ତି ନୁହନ୍ତି ମଗଧରାଜ, ସେ କଳିଙ୍ଗର ଆତ୍ମା, କଳିଙ୍ଗର ଦେବତା। 300 ବର୍ଷ ପୂର୍ବେ ନନ୍ଦ ବଂଶର ପ୍ରଥମ ରାଜା ମହାପଦ୍ମନନ୍ଦ କଳିଙ୍ଗକୁ ଜୟ କରି ସେ ମୂର୍ତ୍ତି ଆଣିଥିଲେ। ଇଚ୍ଛା କରି ନୁହେଁ। ନନ୍ଦରାଜ ମହାପଦ୍ମନନ୍ଦ କଳିଙ୍ଗକୁ ଜୟ କରିବାକୁ ଆସିନଥିଲେ, ଆସିଥିଲେ କଳିଙ୍ଗର ଧାର୍ମିକ ଚେତନାକୁ ଧ୍ୱଂସ କରିବ। କଳିଙ୍ଗ ଦୂତ କୁହନ୍ତୁ ତ ଦେଖି, ସତରେ କଣ ଅଶୋକଙ୍କ ଦ୍ୱାରା କଳିଙ୍ଗ ପରାଜିତ ହେଇଥିଲା? ମାନୁଛି, କଳିଙ୍ଗ ଯୁଦ୍ଧ ଭୟଙ୍କର ହେଇଥିଲା। ଉଭୟ କଳିଙ୍ଗ ଆଉ ମଗଧର ଅସଂଖ୍ୟ ବୀର ପ୍ରାଣବଳି ଦେଇଥିଲେ। କୋଶାଳୀର ମାଟି ବର୍ଷାନ ପାଲିଟିଥିଲା, ଗଙ୍ଗା ନଦୀର ଜଳ ରକ୍ତରଞ୍ଜିତ ହେଲା। ଉଭୟ ପକ୍ଷର ଅଶେଷ କ୍ଷତି ଘଟିଥିଲା। ତେଣୁ ଅଶୋକ ଚାହିଁଥିଲେ ସନ୍ଧି, ପ୍ରତ୍ୟାବର୍ତ୍ତନ, କିନ୍ତୁ ଷଡ଼ଯନ୍ତ୍ର କରି କଳିଙ୍ଗର ରାଜାକୁ ହତ୍ୟା କରାଗଲା। ହତ୍ୟା, ମିଥ୍ୟା, ସମ୍ପୂର୍ଣ୍ଣ ମିଥ୍ୟା। ତାହେଲେ କୁହନ୍ତୁ ମହାଭାଗ, ଅଶୋକ ତାଙ୍କ ଶିଳାଲିପିରେ କଳିଙ୍ଗର ଶାସନ ମୁଖ୍ୟଙ୍କ ନାମ ସୁଦ୍ଧା ରଖିଲେନି କାହିଁକି? କଳିଙ୍ଗ ଯୁଦ୍ଧରେ କେତେ କଳିଙ୍ଗ ସୈନ୍ୟ ନିହତ ହେଲେ, କେତେ ଆହତ ହେଲେ, କେତେ ବନ୍ଦୀ ହେଲେ, ନିଜର ଆତ୍ମବଢ଼ିବା ପାଇଁ ସବୁ ତ ଲେଖିଲେ, କିନ୍ତୁ କଳିଙ୍ଗର କେଉଁ ଶାସନ ମୁଖ୍ୟଙ୍କୁ ସେଇ ବିଶ୍ୱ ପ୍ରସିଦ୍ଧ ଯୁଦ୍ଧରେ ପରାସ୍ତ କରିଥିଲେ ତାହା ତ ସେ କେବେ କେଉଁଠି ହେଲେ ମଧ୍ୟ ଉଲ୍ଲେଖ କଲେ ନାହିଁ। କଳିଙ୍ଗ ଯୁଦ୍ଧର କରୁଣ କାହାଣୀର ଶିଳାଲିପି କଳିଙ୍ଗରେ କାହିଁକି ନୁହେଁ, କଳିଙ୍ଗ ବାହାରେ କାହିଁକି ଖୋଦିତ ହେଲା? ଏ କଣ ତାଙ୍କର ଚକ୍ରାନ୍ତ ନୁହେଁ? କଣ ତୁମେ କହିବାକୁ ଚାହ? ମୁଁ କେବଳ ଏତିକି ମନେ ପକାଇବାକୁ ଚାହେଁ ମଗଧରାଜ, ଯୋଉ କଳିଙ୍ଗ ବିଜୟକୁ ନେଇ ଆଜି ମଧ୍ୟ ମଗଧବାସୀ ଗର୍ବିତ, ସେଥିରେ କେମିତି ଛଳନା ଆଉ ପ୍ରତାରଣାର ପୂତ ଭରି ରହିଛି। ମଗଧ ସର୍ବଦା ଅନ୍ୟ ପ୍ରତି ବିଶ୍ୱାସଘାତକତା କରି ଅନ୍ୟର ସ୍ୱାଧୀନତାକୁ ଲୁଣ୍ଠନ କରି ଆସିଛି। ସାମ୍ରାଜ୍ୟ ବିସ୍ତାର ପାଇଁ ପ୍ରତାରଣାର କୂଟନୀତି ପ୍ରୟୋଗ କରି ଆସିଛି। ଭାରତର ଇତିହାସ କୋଟିତେ ଅନ୍ଧକାର ତୁମରେ କଳା। କଳିଙ୍ଗର ଶିକ୍ଷା ପାଗଳଠାରୁ ମଗଧର ଅପରାଧୀୟ ସମ୍ରାଟ। ଯାଅ, କହିଦିଅ ଧୂର୍ତ୍ତ ଖାରବେଳ ହେଲେ କହି ରଖୁଛୁ ମହାଭାଗ, ମଗଧ ସମ୍ରାଟ ବୃହସ୍ପତିପୁତ୍ର ତାଙ୍କ ସମ୍ମାନରେ କଳିଙ୍ଗର ଜୈନ ସମ୍ରାଟ ଖାରବେଳ ମତେ ଏହି ବ୍ରାହ୍ମଣ ମହାମନ୍ତ୍ରୀ ମହାମଦ ନାକିୟଙ୍କୁ ପାଟଳିପୁତ୍ର ପଠାଇଥିଲେ ଶାନ୍ତିର ପ୍ରସ୍ତାବ ଦେଇ। କିନ୍ତୁ ଏହି ଅପମାନିତ ବ୍ରାହ୍ମଣ ମହାମନ୍ତ୍ରୀ ଆଜି ଫେରି ଯାଉଛି ଯୁଦ୍ଧର ଆହ୍ୱାନ ନେଇ। ହଁ ହଁ, ଯାଅ।
ସୁବର୍ଣ୍ଣ ସୁଯୋଗ। এই ସୁଯୋଗ ବୁଝି ମଧୁରାର ଯବାନ ରାଜ ଡେମିଟ୍ରିୟସ୍ ସିଦ୍ଧାର୍ଥ ବ୍ୟାଘ୍ର ଭଳି ବହୁ ଦିନରୁ ଅପେକ୍ଷା କରି ରହିଥିଲା। କଳିଙ୍ଗ ଅବଶ୍ୟ ମନର ଆକ୍ରମଣ କରିବ, ଉଭୟ ରାଜ୍ୟ ମଧ୍ୟରେ ସଂଘର୍ଷ ଘଟିବ। ଭାରତର ରାଜା ମହାରାଜାମାନେ ସବୁବେଳେ ସବୁ କ୍ଷେତ୍ରରେ ପରସ୍ପର ମଧ୍ୟରେ ଏଇଭଳି କଳହରେ ବ୍ୟସ୍ତ। ବିଶ୍ୱବିଜେତା ଜିତେଇ ଗ୍ରୀକ୍ ବୀର ମହାନ ସିକାନ୍ଦର ମଧ୍ୟ ଠିକ୍ ଜାଣିଥିଲେ ବିଶାଳ ଭାରତର ଛୋଟ ଛୋଟ ରାଜ୍ୟଗୁଡ଼ିକ ସବୁବେଳେ ସବୁ ସ୍ଥାନରେ ନିଜ ନିଜ ଭିତରେ ଏଇଭଳି ସଂଘର୍ଷରେ ଲିପ୍ତ। ଏବଂ সেই ସୁଯୋଗରେ ସିକନ୍ଦର ସୁଦୂର ଗ୍ରୀସ୍ ମାଟିରୁ ପାରସ୍ୟ ଦେଇ ଆସି ହିନ୍ଦୁକୁଶ ପାର ଦେଇ ସିନ୍ଧୁ ନଦୀ ଦେଇ ଭାରତ ଉପରେ ଆକ୍ରମଣ କରିଥିଲେ। ଆଜି ମୁଁ ସିକନ୍ଦର ସେଲୁକଙ୍କର ଅନ୍ତିମ ଅଭିଳାଷକୁ ପୂର୍ଣ୍ଣ କରିବା ପାଇଁ ଭାରତରେ ପ୍ରତିଷ୍ଠା କରିବି ଗ୍ରୀକ୍ ସାମ୍ରାଜ୍ୟ। ମୋ ସାମ୍ନାରେ ଏହି ଦରବାରରେ ଅସହାୟ ହୋଇ ଛିଡ଼ା ହୋଇଥିବା ସମସ୍ତ ମଥୁରା ବସିରେ ଯିବ। ମୁଁ ହେଲି ସେଇ ମହାନ ସାମ୍ରାଜ୍ୟ ସମ୍ରାଟ। এই চামুকারে ବନରାଜ ସେଦିନ ଗ୍ରୀକ୍ ମାନଙ୍କର ଗତିରୋଧ ପାଇଁ ମଗଧର ପ୍ରବଳ ପ୍ରତାପୀ ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତଙ୍କର ଆବିର୍ଭାବ ଘଟିଥିଲା। ଭୁଲି ଯାଅନି ବିରତ ସଜିନି ଏ ଭାରତ ବର୍ଷରେ ଆଜି ମଧ୍ୟ ତୁମ ପ୍ରତିରୋଧ ପାଇଁ ନିଶ୍ଚୟ କେହି ମହାବୀର ଜନ୍ମ ନେବେ। ପବିତ୍ର ଏଇ ମଥୁରା ମାଟିରେ ଦିନେ ପାପିଷ୍ଟ କଂସବଧ ପାଇଁ ଦେବକୀଙ୍କର ଅଷ୍ଟମ ଗର୍ଭରେ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। ଆଉ ଆଜି ତୁମର ବିନାଶ ପାଇଁ ହୁଏତ କଳିଙ୍ଗର ଅପ୍ରତିଦ୍ୱନ୍ଦୀ ସମ୍ରାଟ ଖାରବେଳ ଆଜି ପହଞ୍ଚିଯିବେ। ତାହେଲେ ମୁଁ ତୁମ ସମସ୍ତଙ୍କ ସୁହାଚରଣ କରିବି। ତୁମମାନଙ୍କ ଆବାସରେ ଅଗ୍ନି ସଂଯୋଗ କରି ତୁମ କୁଟୁମ୍ବଙ୍କୁ ସେଇ ଅଗ୍ନି ମଧ୍ୟରେ ଫିଙ୍ଗିଦେବି। ତୁମେ ଅତ୍ୟାଚାରୀ, ତୁମେ ଅନ୍ୟାୟରେ ମଥୁରାର ରାଜସିଂହାସନ ଅଧିକାର କରିଛ। ତୁମର ସୈନ୍ୟମାନେ ବଳପୂର୍ବକ ମଥୁରାବାସୀଙ୍କର ଧନ ସମ୍ପତ୍ତି ଲୁଣ୍ଠନ କରିଛନ୍ତି। ଆମକୁ ବନ୍ଦୀ କରି ଏଠାକୁ ଧରି ଆଣିଛନ୍ତି। ତୁମେ ଦୁରାଚାରୀ, ତୁମେ ଚକ୍ରାନ୍ତ କରି ମଥୁରାର ରାଣୀଙ୍କୁ ଅପହରଣ କରିଛ। ବନ୍ଦ କର ତୁମର ଏ ପ୍ରଳାପ। ତାହା ନହେଲେ ମୁଁ ଏଇ ମୁହୂର୍ତ୍ତରେ ତୁମମାନଙ୍କୁ ଚକ୍ଷୁ ଉତ୍ପାଦନ କରି ଜୀବନ୍ତ ଦଗ୍ଧ କରିଦେବି। ସମଗ୍ର ମଥୁରା ରାଣୀଙ୍କୁ ବନ୍ଦୀଭୂତ କରି ମୁଁ ଘରେ ପରିଣତ କରିଦେବି। এই তো সুবর্ণ সুযোগ। কলিঙ্গ সহিত মথুরা মুক্ত মগধକୁ আক্রমণ କରିବ। ଖାରବେଳ ସହ ଡେମିଟ୍ରିୟସ୍ ମଧ୍ୟ ଯାଇ ବଡ଼ଗଳି ପଛରେ ମିଳିତ ହବ। शुभ संवाद महाराज। कलिंग सेनानी प्रचंड हस्ते मगधर प्रवेश द्वार गिरिदुर्ग गोथगिरी ध्वस्त विध्वस्त हो जाइला। आज मगधर प्राचीन राजधानी राजकीय मध्य कलिंग सेनानी ଅଭୟ ମହାରାଜ। ଏବଂ ସେଇଥିପାଇଁ ମଗଧର ରାଜଗୃହ ନିକଟରେ କଳିଙ୍ଗର ଏହି ସୈନ୍ୟ ଶିବିରରେ ପ୍ରବଳ ହର୍ଷୋଲ୍ଲାସ କରାଯାଏ। ପାଟଳିପୁତ୍ର ଆଉ ବେଶୀ ଦୂର ସୁଯୋଗ
ପରାକ୍ରମୀ ମଗଧ ସାମ୍ରାଜ୍ୟକୁ ପୂର୍ବ ପଟୁ କଳିଙ୍ଗ ଆକ୍ରମଣ କରିଛି, ପଶ୍ଚିମ ପଟୁ ଗ୍ରୀକ୍ ଆକ୍ରମଣ କରିବ। ଏଭଳି ଏକ ସୁବର୍ଣ୍ଣ ସୁଯୋଗକୁ ମଧୁରର ଯମନ ରାଜ ଡେମିଟ୍ରିୟସ୍ କେବେ ହେଲେ ହାତ ଛଡ଼ା କରିବନି। କେବେ ନୁହେଁ, କେବେ ନୁହେଁ। କଳିଙ୍ଗାଧିପତି ମଗଧ ଜୟ କଲା ପରେ ଡିମିଟ୍ରିୟସ୍ ସହିତ ମଗଧ ସାମ୍ରାଜ୍ୟର ବିଲୟ ବଂଶରେ ରାଜତ୍ୱ କରିବାର ପ୍ରସ୍ତାବ ଦେଇପାରେ ମହାରାଜ? ନା, ଖାରବେଳ କେବେ ହେଲେ ପାପା ସପ୍ତ ଯବନ ରାଜ ଡିମେଟ୍ରିୟସର ପ୍ରସ୍ତାବକୁ ଗ୍ରହଣ କରିପାରେ ନା। ବିଦେଶୀ ଡିମେଟ୍ରିୟସ୍ ହେଉଛି ଭାରତର ଭାଗ୍ୟାକାଶରେ ଗୋଟାଏ ଧୂମକେତୁ। ସେ ଚରିତ୍ରହୀନ ରକ୍ତ ପିପାସୁ ଅମାନୁଷିକ ଗ୍ରୀକ୍ ଯବନ ହିନ୍ଦୁ ରମଣୀ ମଥୁରା ରାଣୀକୁ ଅପହରଣ କରି ସେ ମାତୃଜାତିକୁ ଅସମ୍ମାନିତ କରିଛି। ତେଣୁ ସେ କେବଳ ଖାରବେଳର ନୁହେଁ, ସମଗ୍ର ଭାରତର ଶତ୍ରୁ, ସମଗ୍ର ମାନବ ଜାତିର ଶତ୍ରୁ। କିନ୍ତୁ ବୃହସ୍ପତି ମିତ୍ର ଖାରବେଳର ଶତ୍ରୁ ହେଲେ ମଧ୍ୟ ସେ ଭାରତୀୟ। ତେଣୁ ସେ ମୋର ଭ୍ରାତା। ମହାରାଜ, କଳିଙ୍ଗ ନରେଶ ବର୍ତ୍ତମାନ ପାଇଁ ଭ୍ରାତାକୁ କ୍ଷମା ଦେଇପାରେ, ଭ୍ରାତାର ପ୍ରତିଶୋଧ ପରେ ନେଇପାରେ, କିନ୍ତୁ ବିଦେଶୀ ଗ୍ରୀକ୍ ସହିତ ହାତ ମିଳେଇ ଭ୍ରାତୃଧର ସେ କରିପାରେ ନା। ଏ ମୂଢ଼ତାର ପରିଚୟ ସେ ଦେଇପାରେ ନା। ତାହେଲେ ଇତିହାସ କେବେ ହେଲେ ଖାରବେଳକୁ କ୍ଷମା ଦେବ ନାହିଁ। ପାପିଷ୍ଠ ଯବନର ଏହି ମଗଧ ଆକ୍ରମଣ ମୁହୂର୍ତ୍ତରେ ସମ୍ରାଟ ଖାରବେଳ ସମ୍ମୁଖରେ ଏକମାତ୍ର କର୍ତ୍ତବ୍ୟ ନିଜ ନିଜ ମଧ୍ୟରେ ନୁହେଁ, ଶତ୍ରୁ ବିରୁଦ୍ଧରେ ଯୁଦ୍ଧ କରିବା। ପ୍ରଥମେ ମୁଁ ଡିମେଟ୍ରିୟସକୁ ଆକ୍ରମଣ କରିବି। ମଥୁରାକୁ ଫେରି ଚାଲ। କଳିଙ୍ଗାଧିପତି ଖାରବେଳଙ୍କର, କଳିଙ୍ଗାଧିପତି ଖାରବେଳଙ୍କର, କଳିଙ୍ଗାଧିପତି ଖାରବେଳଙ୍କର। এই ঘর মথুরা সমর প্রাঙ্গণে যবনরাজ ডিমিট্রিয়াসଙ୍କ মৃত। আশ্চর্য, কলিঙ্গর মহাসেনানী বজ্রপাণি ମଧ୍ୟ କଣ ମୃତ। ଉଭୟ କଣ କେବେ ମଥୁରା ରଣାଙ୍ଗରେ ପ୍ରାଣ ବଳି ଦେଇଛନ୍ତି? ନା ନା ନା, ମହାସେନାନୀ ବଜ୍ରପାଣି, ନା ନା, ତା ହୋଇପାରେ ନା। ଆପଣ ଯେ ପରାକ୍ରମଶାଳୀ କଳିଙ୍ଗ କେବେ ହେଲେ ଏତେ ଶୀଘ୍ର ଅସ୍ତମିତ ହୋଇପାରେ ନା। ନିଜ ଖର୍ଚ୍ଚରେ ନିଜର ବୁଦ୍ଧାମୁଖୀ କାଟି କଳିଙ୍ଗାଧିପତି ସମ୍ରାଟ ଖାରବେଳଙ୍କର ଜୟ ହେଉ। ଆସନ୍ତୁ ମହାମନ୍ତ୍ରୀ ନାଥିୟ। ମହାରାଜ, ଶୁଣିପାରୁଛନ୍ତି ସମଗ୍ର ମଥୁରାବାସୀ କିଭଳି ଜୟ ଜୟକାର ଧ୍ୱନିରେ ଗଗନ ପବନ ପ୍ରକମ୍ପିତ କରି କଳିଙ୍ଗାଧିପତି ଖାରବେଳଙ୍କ ମଥୁରା ଆଗମନକୁ ସ୍ୱାଗତ କରୁଛନ୍ତି। ହଁ, ଶୁଣିପାରୁଛି। ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମପୀଠ ମଥୁରା ଆଜି ମୁକ୍ତ। ମହାରାଜ, ସିନ୍ଧୁ ନଦୀ ସେପାରି ସୁଦୂର ହିନ୍ଦୁକୁଶ ପର୍ଯ୍ୟନ୍ତ ସମଗ୍ର ଉତ୍ତର ଭାରତ ଆଜି ଯବନର ଶୋଷଣରୁ ମୁକ୍ତ। ସବୁଠି ସମସ୍ତେ ଆଜି କଳିଙ୍ଗାଧିପତି ମହାମେଘବାହନ ଖାରବେଳଙ୍କର ବଶ୍ୟତା ସ୍ୱୀକାର କରିଛନ୍ତି। ଏ ଗୌରବ କେବଳ ଖାରବେଳର ନୁହେଁ, ବୀର ପ୍ରସବିନୀ ସମଗ୍ର କଳିଙ୍ଗର, କଳିଙ୍ଗର ବୀର ସେନାନୀର। କଳିଙ୍ଗ ସେନାନୀ ଆଜି ବିଶ୍ୱାସଘାତୀ ଯବନ କବଳରୁ ସମଗ୍ର ମଥୁରା ରାଜ୍ୟକୁ ମୁକ୍ତ କରିଥିବାରୁ, ଯବନର ଲାଞ୍ଛନରୁ ମଥୁରାବାସୀକୁ ଉଦ୍ଧାର କରିଥିବାରୁ ଜାତି, ଧର୍ମ, ଶ୍ରେଣୀ ସମ୍ପ୍ରଦାୟ ନିର୍ବିଶେଷରେ ମଥୁରା ରାଜ୍ୟର ସମସ୍ତ ପ୍ରଜା ସେଇଥିପାଇଁ ତ ମହାନ ଖାରବେଳଙ୍କର ଜୟ ଜୟକାର କରୁଛନ୍ତି।
ଏ ଗୌରବ ମୋର ନୁହେଁ, ବିଶାଳ କଳିଙ୍ଗର ମହାସେନାନୀ ବଜ୍ରପାଣିଙ୍କର, ସେନାପତି ଫଣିଦନ୍ତଙ୍କର ଏବଂ ମହାମନ୍ତ୍ରୀ ନାକିର ଆପଣଙ୍କର। କିନ୍ତୁ ମହାରାଜ, କିନ୍ତୁ ପୁଣି କଣ? ଦୁର୍ଦ୍ଧର୍ଷ ଗ୍ରୀକ୍ ଯବନମାନଙ୍କ ସହ ତୁମୁଳ ସଂଗ୍ରାମରେ କଳିଙ୍ଗର ମହାସେନାନୀ ବୀର ଶ୍ରେଷ୍ଠ ବୟୋଜ୍ୟେଷ୍ଠ ବଜ୍ରପାଣି ବଜ୍ରପାଣି କଣ ହୋଇଛି ତାଙ୍କର? ମହାସେନାନୀ ବଜ୍ରପାଣି ପ୍ରାଣବଳି ଦେଇ ଅମର ହେଇଛନ୍ତି ମହାରାଜ। ନା ନା ନା, ବଜ୍ର ଠାରୁ ବି କଠିନ ବଜ୍ରପାଣି ଏତେ ଶୀଘ୍ର କେବେ ବୀରଗତି ପ୍ରାପ୍ତ ହୋଇପାରିବେନି। ବଜ୍ରପାଣି ବିନିମୟରେ ବରଂ ଖାରବେଳ ନିହତ ହୋଇଥିଲେ ମହାଦେବ ବାହନ ବଂଶ ଅଧିକ ସୁଖୀ ହୋଇଥାନ୍ତା। ବିନା ବଜ୍ରପାଣିରେ କଳିଙ୍ଗ ଯଶସ୍ୱୀ ହୋଇପାରିନଥାନ୍ତା। ପରମ ବୀର ସେ, ନୀତିବାନ ସେ, କଳିଙ୍ଗ ପାଇଁ ଅଭିମାନ, କଳିଙ୍ଗ କୁଳର ସୁପୁତ୍ର ସେ, ପରପୁତ୍ର। କାହାରି ମୃତ୍ୟୁରେ ଶୋକାକୁଳ ହୋଇ କିଛି ଲାଭ ନାହିଁ ମହାରାଜ। ଏ ସଂସାରରେ ମୃତ୍ୟୁକୁ ଆଜି ପର୍ଯ୍ୟନ୍ତ କେହି ବିଜେଳି ପାରିନାହାନ୍ତି। ମୃତ୍ୟୁ ଯେ ଅଜେୟ, ମୃତ୍ୟୁ ହିଁ ଅମର। ତେଣୁ ମୃତ୍ୟୁକୁ ନୁହେଁ, ଜୀବନକୁ ହିଁ ଜିଣିବାର ଚେଷ୍ଟା କର। ଅବଶ୍ୟ ସଫଳ ହେବ, ମୋକ୍ଷ ମିଳିବ, ମୁକ୍ତି ମିଳିବ। ହଁ ହଁ, ଖାରବେଳ ମୁକ୍ତି ଚାହେଁ। ବାରମ୍ବାର ସେ ହିଂସା ଓ ଅହିଂସାର ଦ୍ୱନ୍ଦ୍ୱ ଭିତରେ ବାନ୍ଧି ହୋଇ ପଡୁଛି। ଯୁଦ୍ଧ ଆଉ ଶାନ୍ତିର ଘୂର୍ଣ୍ଣି ଭିତରେ ନିଃସହାୟ ହୋଇ ଘୂରି ପଡୁଛି। ମହାରାଜ, ହିଂସା ଅନାସକ୍ତ ହେଲେ, ସ୍ୱାର୍ଥରହିତ ହୋଇଥିଲେ ପ୍ରକୃତରେ ତାହା ଅହିଂସା। ମଗଧ ଆଉ ମଥୁରାରେ ସେଇ ଅହିଂସା ହିଁ ତ ଆପଣ ଆଚରଣ କରିଛନ୍ତି। ତେଣୁ ତ ମୁଁ ସ୍ଥିର କରିଛି, ମଥୁରା ରାଜ୍ୟର ସ୍ୱାଧୀନତାକୁ ମଥୁରାବାସୀଙ୍କ ହାତରେ ଅର୍ପଣ କରି ମୁଁ କଳିଙ୍ଗ ଫେରିଛି। ମଥୁରାର ପ୍ରଜାଗଣ ଖାରବେଳଙ୍କୁ ରିକ୍ତ ହସ୍ତରେ କେବେ ଫେରିଯିବାକୁ ଦେବେ ନାହିଁ ମହାରାଜ। ପ୍ରଥମ ଜିନ୍ ଋଷଭନାଥଙ୍କର ସାନ୍ନିଧ୍ୟ ଲାଭ କରିଥିବା ପବିତ୍ର ମହାଦ୍ରୁମର କ୍ଷୁଦ୍ର ଏହି କଳ୍ପବୃକ୍ଷଟିକୁ ମଥୁରାର ଭେଟି ରୂପେ କଳିଙ୍ଗାଧିପତିଙ୍କୁ ଯେମିତି ହେଲେ ବି ଗ୍ରହଣ କରିବାକୁ ପଡ଼ିବ। ପରମ ଭାଗ୍ୟ ଆମର, କଳିଙ୍ଗ ପ୍ରତ୍ୟାବର୍ତ୍ତନ ପରେ ଖାରବେଳ କଳିଙ୍ଗ ନଗରୀର ମଥୁରା ବିଜୟର ସ୍ମାରକୀ ରୂପେ ମହାବିଜୟ ପ୍ରାସାଦ ନିର୍ମାଣ କରିବ। ଏହି ପବିତ୍ର କଳ୍ପ ବୃକ୍ଷକୁ କଳିଙ୍ଗରେ ରୋପଣ କରି ଜୈନ ସମ୍ରାଟ ଯଥାଶୀଘ୍ର ଜ୍ୟୋତି ହେବାର ସଂକଳ୍ପ ନେବ। ଶ୍ରମଣ ହେବା ପାଇଁ ଆଶୀର୍ବାଦ ଲୋଡ଼ିବ। ଆପଣଙ୍କ ଭଳି ଜଣେ ମହାନ ସମ୍ରାଟକୁ ପାଇ ଭାରତ ଆଜି ଧନ୍ୟ ହୋଇଛି। ଧର୍ମରାଜ ଖାରବେଳଙ୍କର ଜୈନ ଜ୍ୟୋତି ହେବାର, ଶ୍ରମଣ ସନ୍ନ୍ୟାସୀ ହେବାର ସମୟ ଏବେ ଆସିନାହିଁ ମହାରାଜ। ତେଣୁ ଆମର ନିବେଦନ, ଭାରତର ଭବିଷ୍ୟତ ପାଇଁ, କଳିଙ୍ଗର ସ୍ୱାଭିମାନ ପାଇଁ ଆପଣ ଅନ୍ତତଃ ଆହୁରି 5 ବର୍ଷ କାଳ ଧର୍ମ ପାଳନ କରିବେ, ପ୍ରଜା ପାଳନ କରିବେ। ହଁ, ଆପଣ ଠିକ କହିଛନ୍ତି। ସମ୍ରାଟ ଖାରବେଳର କର୍ତ୍ତବ୍ୟ ସରିନି। ମଗଧ ଅଭିଯାନର ମହାନ କର୍ତ୍ତବ୍ୟ ତା ସାମ୍ନାରେ ଅଛି। ପାଟଳୀ ପୁତ୍ରକୁ ପଦାନତ କରିବାର ପ୍ରତିଜ୍ଞା ସେ କରିଛି। କଳିଙ୍ଗ ଜିଲଙ୍କୁ ଫେରାଇ ଆଣିବାର ପବିତ୍ର ଦାୟିତ୍ୱ ଆହୁରି ବାକି ଅଛି। କିନ୍ତୁ ମହାଭାଗ, କିଏ ଆପଣ? କିଏ ମାଟି ପାତ୍ରରେ ପବିତ୍ର କଳ୍ପବୃକ୍ଷ ଧରିଥିବା ତରୁଣ ଶ୍ରମଣ? ମହାରାଜ, ମହାଭାଗ ହେଉଛନ୍ତି ଜୈନପୀଠ ମଥୁରାରେ ଥିବା ଶ୍ରମଣ ଆଶ୍ରମର ଶ୍ରେଷ୍ଠ ହରିହଂସ। ଶ୍ରମଣର ଛଦ୍ମବେଶ ଧାରଣ କରିଥିବା ମଥୁରାର ରାଜକୁମାର, ରାଣୀ ଯଶୋମିତାଙ୍କ ପୁତ୍ର ଏବଂ ମଗଧରାଜ ବୃହସ୍ପତି ମିତ୍ରଙ୍କର ପୌତ୍ର। ପରମ ଆନନ୍ଦ, ମଥୁରା ଧାମର ଶ୍ରେଷ୍ଠ ହରିହଂସଙ୍କୁ ସମ୍ରାଟ ଖାରବେଳ ପ୍ରଣାମ କରୁଛି। ମଥୁରାର ଭାବି ସମ୍ରାଟଙ୍କୁ କଳିଙ୍ଗାଧିପତି ଶୁଭେଚ୍ଛା ଜଣାଇ ତାଙ୍କ ହସ୍ତରୁ ଏହି କଳ୍ପବୃକ୍ଷଟିକୁ ସାଦରେ ଗ୍ରହଣ କରୁଛି। ଏତେ ଶୀଘ୍ର ପ୍ରତିଦ୍ୱନ୍ଦ୍ୱୀ ମଗଧ ସାମ୍ରାଜ୍ୟର ପତନ ଘଟିପାରେ ନା। ଏତେ ଚଞ୍ଚଳ ଅପରାଧୀ ଓ ବୃହସ୍ପତି ମିତ୍ର ପରାଜୟ ହେଇପାରେ ନା। ରାଜଧାନୀ ପାଟଳୀପୁତ୍ରରେ କଳିଙ୍ଗ ସେନାନୀର ରଣଫୁତ୍କାରକୁ ସେ ସହ୍ୟ କରିପାରେ ନା। ସମ୍ମୁଖରେ ଥିବା ମହାନ ମଗଧ ସିଂହାସନକୁ କଳିଙ୍ଗ ରାଜ ଖାରବେଳ ସୁଦ୍ଧା ସ୍ପର୍ଶ କରିପାରେ ନା। ନା ନା, କେବେ ନୁହେଁ। ମଗଧ ରାଜ ବୃହସ୍ପତି ମିତ୍ର,
ଇତିହାସର ଚକ୍ରରେ କଳିଙ୍ଗ ଆଜି ମଗଧ ଠାରୁ ପ୍ରତିଶୋଧ ନେଇଛି। କଳିଙ୍ଗ ଦିନକୁ ଉଦ୍ଧାର କରି ଖାରବେଳ ତାର କର୍ତ୍ତବ୍ୟ କରିଛି। ମଗଧରାଜ ବୃହସ୍ପତି ମିତ୍ର କଳିଙ୍ଗ ସେନା ଦ୍ୱାରା ବନ୍ଦୀ। ବନ୍ଦୀର ମଥାରେ ରାଜମୁକୁଟ ଶୋଭା ପାଏ ନା ମହାରାଜ, ଶୋଭା ପାଏ କେବଳ ବିଜେତାର ମସ୍ତକରେ। ଆଜି କିନ୍ତୁ ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହେଇଛି, ଗଙ୍ଗା ମଧ୍ୟ ଉଜାଣି ବହିଛି, ପଥର ସୁଦ୍ଧା ପାଣିରେ ବାନ୍ଧିଛି। ଉନ୍ମତ୍ତ ମଗଧରାଜର ସମସ୍ତ ଦର୍ପ ଆଜି ଚୂର୍ଣ୍ଣ ହେଇଛି। ବୃହସ୍ପତି ମିତ୍ରର ଗର୍ବ ଖର୍ବ ହେଇଛି। ତମେ ସବୁ ଭୀରୁ କାପୁରୁଷ। ମଗଧରାଜର ପିଣ୍ଡରେ ପ୍ରାଣ ଥିବା ପର୍ଯ୍ୟନ୍ତ ସେ କେବେ ହେଲେ କଳିଙ୍ଗକୁ ସ୍ୱୀକାର କରିପାରେ ନା। କଳିଙ୍ଗରାଜ ଖାରବେଳକୁ ସମ୍ମାନ ଦେଇପାରେ ନା। ଉଠ ବୃହସ୍ପତି ମିତ୍ର, କଳିଙ୍ଗାଧିପତି ଚକ୍ରବର୍ତ୍ତୀ ମହାମେଘବାହନ ଐର ସ୍ତ୍ରୀ ଖାରବେଳଙ୍କ ଚରଣରେ ସାଷ୍ଟାଙ୍ଗ ପ୍ରଣିପାତ। ଉଠ ବୃହସ୍ପତି ମିତ୍ର, ଅବିଳମ୍ବେ ଯାଇ ରାଜରାଜେଶ୍ୱର ଦିଗ୍ବିଜୟୀ ମହାମେଘବାହନ ଐରଶ୍ରୀ ଖାରବେଳଙ୍କୁ କ୍ଷମା ଭିକ୍ଷା। ଯାଅ ସାଷ୍ଟାଙ୍ଗ ପ୍ରଣିପାତ କର। ଜାନୁପାତି କ୍ଷମା ଭିକ୍ଷା କର। ମତେ କ୍ଷମା କରିଦିଅନ୍ତୁ କଳିଙ୍ଗାଧିପତି। କଳିଙ୍ଗ ଆକ୍ରମଣର ଚକ୍ରାନ୍ତ ପାଇଁ ମତେ କ୍ଷମା କରିଦିଅନ୍ତୁ। ମଗଧରାଜ ବୃହସ୍ପତି ମିତ୍ର କଳିଙ୍ଗରାଜକୁ ପ୍ରାଣ ଭିକ୍ଷା ମାଗୁଛି। ରକ୍ଷା କରନ୍ତୁ ସମ୍ରାଟ, ରକ୍ଷା କରନ୍ତୁ। ମିତ୍ର ମଗଧରାଜ, ଶତ୍ରୁତାର ବିଷ ବୀଜରୁ ହିଁ ହିଂସାର ବିଷ ବୃକ୍ଷ ଅଙ୍କୁରିତ ହୁଏ, ପଲ୍ଲବିତ ହୁଏ, ପୁଷ୍ପିତ ହୁଏ ଏବଂ ପୁନଶ୍ଚ ସେଇ ବିଷ ଫଳ ହିଁ ଉତ୍ପନ୍ନ କରେ। ଖାରବେଳ ସବୁବେଳେ ଚାହିଁଛି ସେଇ ବିଷ ବୃକ୍ଷର ମୂଳୋତ୍ପାଟ। ସେହି ବିଷର ପ୍ରାଣନାଶୀ ଉତ୍କଟ ଜ୍ୱାଳାକୁ ମୁଁ ଆଜି ତୀବ୍ର ଭାବରେ ଅନୁଭବ କରୁଛି କଳିଙ୍ଗରାଜ। ସେ ଅପରାଧ ପାଇଁ ମୁଁ ଆଜି ଅନୁତାପ କରୁଛି। ବନ୍ଧୁ ବୃହସ୍ପତି ମିତ୍ର, ଖାରବେଳ ନିଷ୍ଠୁର ନୁହେଁ, କଳିଙ୍ଗାଧିପତି ବର୍ବର ନୁହେଁ। ଖାରବେଳ ପାଇଁ ମଗଧରାଜ ଆଦରଣୀୟ, ସମ୍ମାନନୀୟ, କିନ୍ତୁ କଳିଙ୍ଗବାସୀଙ୍କ ଅଭିଳାଷକୁ ମଧ୍ୟ ମୁଁ ଅସମ୍ମାନିତ କରିପାରିବିନି। କଳିଙ୍ଗବାସୀଙ୍କର ପ୍ରଥମ ଅଭିଳାଷ ମୁହୂର୍ତ୍ତକ ପାଇଁ ମଗଧରାଜଙ୍କର ଶିର ଅବନତ ହେବ। ଦ୍ୱିତୀୟ ଅଭିଳାଷ କଳିଙ୍ଗବାସୀଙ୍କ ଆରାଧ୍ୟ ଦେବତା କଳିଙ୍ଗ ଜିନ ମଗଧରୁ କଳିଙ୍ଗକୁ ପାଟଳୀ ପୁତ୍ରର ପିଥୁଣ୍ଡକୁ ସ୍ଥାନାନ୍ତରିତ ହେବ। କଳିଙ୍ଗ ଜିନଙ୍କୁ ଉଦ୍ଧାର କରି ଦ୍ୱିତୀୟ ଅଭିଳାଷ ମୁଁ ପୂରଣ କରିପାରିଛି। ମଗଧରାଜ, ପ୍ରଥମ ଅଭିଳାଷ କିନ୍ତୁ ପୂରଣ କରିବେ ଆପଣ ସ୍ୱଇଚ୍ଛାରେ ସାମାନ୍ୟ କଷ୍ଟ ସ୍ୱୀକାର କରିବେ। କଳିଙ୍ଗାଧିପତି ମହାମେଘବାହନ ଐରଶ୍ରୀ ଖାରବେଳଙ୍କୁ ନା ଅବନତ ମସ୍ତକରେ ନା ନା ବୃହସ୍ପତି ମିତ୍ର, ଆପଣ ମଧ୍ୟ ମଗଧର ସମ୍ରାଟ, ପ୍ରଜାମାନଙ୍କର ସ୍ୱାଭିମାନର ପ୍ରତୀକ। ତେଣୁ ଆପଣଙ୍କ ମଥା ଖାରବେଳ ନିକଟରେ ନତ ନ ହୋଇ ବରଂ କଳିଙ୍ଗର ମହାନ ଧ୍ୱଜା ତଳେ ଭୂମି ସ୍ପର୍ଶ କରୁ। କଳିଙ୍ଗର ଧ୍ୱଜା ଯେ ମହାନତାର ପ୍ରତୀକ, ଶାନ୍ତି, ମୈତ୍ରୀ ଓ ଭ୍ରାତୃତ୍ୱର ପ୍ରତୀକ। ମହାନ କଳିଙ୍ଗର ଜୟ ହେଉ। କଳିଙ୍ଗାଧିପତି ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ଦ୍ୱାରା ପରାଜିତ ହୋଇ କଳିଙ୍ଗ ଯୋଉ ଅପମାନ ପାଇଥିଲା, ଏତେ କାଳ ପରେ ଆଜି ତାର ପ୍ରତିଶୋଧ ଦିଆଯାଇ ପାରିଛି। କଳିଙ୍ଗବାସୀ ହରେଇଥିବା ନିଜର ସ୍ୱାଭିମାନକୁ ଆଜି ଫେରି ପାଇଛନ୍ତି ଏବଂ ସେଇ ସ୍ୱାଭିମାନର ପବିତ୍ର ପ୍ରତୀକ କଳିଙ୍ଗ ଜିନଙ୍କୁ ଆରାଧନା ଉପାସନା କରିବା ପାଇଁ କଳିଙ୍ଗର ସମସ୍ତ ପ୍ରଜାଗଣ ଉତ୍କଣ୍ଠାର ସହ ପ୍ରତୀକ୍ଷା କରି ରହିଛନ୍ତି। ତେଣୁ ଆଜିର ଏହି ମହାର୍ଘ ବେଳାରେ ଜିନଙ୍କ ମୂର୍ତ୍ତିକୁ ଏକ ସୁସଜ୍ଜିତ ରଥରେ ବସାଇ ନିଜର ସୈନ୍ୟ ସାମନ୍ତ ନେଇ ଖାରବେଳ ଫେରିଯିବ। କିନ୍ତୁ ଫେରିବା ପୂର୍ବରୁ ଖାରବେଳ ଅଭିନନ୍ଦିତ କରିବ ମଗଧରାଜଙ୍କୁ ରାଜୋଚିତ ବ୍ୟବହାର ଦେଖାଇ ତାଙ୍କୁ ତାଙ୍କର ସିଂହାସନ ସମର୍ପଣ କରି ତାଙ୍କୁ ତାଙ୍କର ମୁକୁଟ ପିନ୍ଧାଇ ପ୍ରକୃତରେ କଳିଙ୍ଗାଧିପତି ଖାରବେଳ ଆପଣ ମହାନ ଆପଣଙ୍କର ଉଦାରତା, ମାନବିକତାରେ, ଧର୍ମ ନିରପେକ୍ଷତାରେ ମଗଧ ସମ୍ରାଟ ଅଶୋକଙ୍କ ଠାରୁ ମଧ୍ୟ ଆପଣ ମହିଆ।
ଧାତୁ ହୁଏତ ଖାର ବେଳକୁ ଅସ୍ୱୀକାର କରିପାରେ, ଭାରତ ବର୍ଷ ହୁଏତ ଖାର ବେଳକୁ ବିସ୍ମରଣ କରିପାରେ, ବିଶାଳ କଳିଙ୍ଗ ହୁଏତ ଖାର ବେଳକୁ କାଳର ପ୍ରବାହରେ ଭୁଲି ଯାଇପାରେ, କିନ୍ତୁ କୁମାରୀ ଓ କୁମାର ପର୍ବତର ପବିତ୍ର ଗୁମ୍ଫା ମତେ କେବେ ହତାଦର କରିବେନି। ହାତୀ ଗୁମ୍ଫାର ଶିଳାଲିପି ମତେ କେବେ ପାଶୁରି ଦେବେନି। ତେଣୁ ମୁଁ ସିଦ୍ଧାନ୍ତ କରିଛି, ମୋ ରାଜତ୍ୱର 13 ବର୍ଷରେ ଶେଷ ପକ୍ଷେ ଜୀବନରୁ ମୋକ୍ଷ ଲାଭ ପାଇଁ ମୁଁ ହଜିଯିବି ସେଇ ଗୁମ୍ଫାର ଅନାଶବ୍ଦ ଶୂନ୍ୟତା ମଧ୍ୟ। ମହାଜ୍ୟୋତି ଖାରବେଳର ପରିଚୟ ନେଇ ଏକ ନିରାଶବ୍ଦ ଶ୍ରବଣ ସନ୍ନ୍ୟାସ केवली पन्नको धम्मो लोगुत्तमो चत्तारं पवज्जामि अरिहन्ते शरणं पवज्जामि सिद्धे शरणं पवज्जामि साहू शरणं पवज्जामि केवली पन्नक्तं धम्मं शरणं पवज्जामि धम्मं शरणं पवज्जामि। ପ୍ରତିକୂଳ ନାଟକ ମହାମେଘ ବାହନ ଖାରବେଳ। ବିଭିନ୍ନ ଚରିତ୍ରରେ ଥିଲେ ଖାରବେଳ ରାଜୀବ କୁମାରଙ୍କର, ମହାମଦ ବିଭୁ ପ୍ରସାଦ ସ୍ୱାଇଁ, ବଜ୍ରପାଣି ଅମରେନ୍ଦ୍ର ଚୌଧୁରୀ, ଫଣିଦନ୍ତ ରାଜକିଶୋର ରାୟ, ଦେବଶର୍ମା ଶରତଚନ୍ଦ୍ର ମଣିଆ, ଦୂତ ଗୋଲୋକବାସୀ କୁମାନ ସିଂ, ମହାବୀର ବିଜନ ପରିଜା, ଅରିହନ୍ତ କିଶୋର ମହାପାତ୍ର, ବ୍ରହ୍ମ ବୃହସ୍ପତି ମିଶ୍ର, ନଦିଆ ବିହାରୀ ମହାନ୍ତି, ଡେମିଟ୍ରିୟସ୍ ଦିପେନ ଘୋଷ, ନାୟନିକା ଲୀଳା ଦୁଲାରୀ, ଜନପଦ ବାସୀଗଣ, ଦିଲ୍ଲୀପ କୁମାର ରାୟ, ବଟକୃଷ୍ଣ ଶତପଥୀ, ରାଜକିଶୋର ଶତପଥୀ, ନରସିଂହ ଚରଣ ନାୟକ ଏବଂ କୈଳାସ ଚନ୍ଦ୍ର ବେହେରା ଓ ଘୋଷକ ଚିତ୍ତରଞ୍ଜନ ପଟ୍ଟନାୟକ। କାର୍ଯ୍ୟକ୍ରମ ଶୁଣୁଛନ୍ତି ରାଜସ୍ଥାନ କଟକ କେନ୍ଦ୍ରରୁ।